এটা ଦେଖିବି ଏଇଟା ହେଉଛି ମଣିଷର ଖପୁରି ବା ସ୍କଲ୍ ବୋଲି କହନ୍ତି। ଆକୁ ଯଦି ଆମେ ଖୋଲିଦେବା ଏଇଟା ହେଉଛି ମସ୍ତିଷ୍କ। ମସ୍ତିଷ୍କରେ ଏଠି ଗୋଟେ ରିୱାର୍ଡ଼ ସେଣ୍ଟର ବା ପୁରସ୍କାର କେନ୍ଦ୍ର ଅଛି। ଜଣେ ଯଦି ମଦ ପିଇଲା କି ଗଞ୍ଜେଇ ଟାଣିଲା ଆ ଭିତରୁ ସ୍ନାୟୁସ ବାହାରେ ତାକୁ ଗୋଟେ ଆଜିକାଲି ବାପା ମା' ମାନେ ପିଲାମାନଙ୍କୁ ଆଗ ଯେତେବେଳେ ନେଇକି ଆସୁଛନ୍ତି କ'ଣ ନା ପିଲାଟା ସବୁବେଳେ ମୋବାଇଲ ଗେମ୍ ଖେଳୁଛି, ତାକୁ ନିଶା ହେଇଗଲାଣି। ପ୍ରଥମ କଥା ହେଲା ମୁଁ ସେମାନଙ୍କୁ ପଚାରୁଛି ଆପଣଙ୍କ ଘର ଭିତରେ ସବୁଠାରୁ ଅଧିକା ମୋବାଇଲ କିଏ ୟୁଜ୍ କରୁଛି? ବାପା ମାଆକୁ ଅନାନ୍ତି, ମା ବାପାକୁ ଅନାନ୍ତି। ଆକ୍ଚୁଆଲି ବାପା ମା' ମାନେ ବେଶୀ ୟୁଜ୍ କରନ୍ତି, ତ ପିଲା ବି ସେଇଟା ଶିଖେ। ଆମେ ଆକୁ କେତେବେଳେ ନିଶା ବୋଲି ଭାବିବା, ଯେମିତି ମଦ ଗଞ୍ଜେଇ ଭାଙ୍ଗ ପାଉଡ଼ର ଯେମିତି ଗୋଟେ ନିଶା, ଇଏ ବି ଗୋଟେ ସେମିତି ଗୋଟେ ନିଶା। ଯେମିତି ମୁଁ ଏଇଟା ଦେଖିବି ଏଇଟା ହେଉଛି ମଣିଷର ଖପୁରି ବା ସ୍କଲ୍ ବୋଲି କହନ୍ତି। ଆକୁ ଯଦି ଆମେ ଖୋଲିଦେବା ଏଇଟା ହେଉଛି ମସ୍ତିଷ୍କ। ମସ୍ତିଷ୍କରେ ଏଠି ଗୋଟେ ରିୱାର୍ଡ଼ ସେଣ୍ଟର ବା ପୁରସ୍କାର କେନ୍ଦ୍ର ଅଛି। ଜଣେ ଯଦି ମଦ ପିଇଲା କି ଗଞ୍ଜେଇ ଟାଣିଲା ଆ ଭିତରୁ ସ୍ନାୟୁସ ବାହାରେ ତାକୁ ଗୋଟେ ଏକ୍ସାଇଟିଂ ଲାଗେ। କିନ୍ତୁ ସେଇ ନିଶାଟା ଯଦି ସେ ମୋବାଇଲ ଗେମ୍ରୁ ପାଇଲା ତାହେଲେ ସେଇଟା ବି ଗୋଟେ ନିଶାରେ ପରିବର୍ତ୍ତନ ହେଇଯିବ। ନିଶା ବୋଲି କେତେବେଳେ ଜାଣିବା? ଜାଣିବା ଗୋଟେ ଲୋକଟେ ଜାଣୁଛି ଯେ ମୋତେ ଏତିକି ସମୟ ଗେମ୍ ଖେଳିବା କଥା, ତାଠୁ ଦେଖିଲା ବେଳକୁ ଅଧିକା ଅଧିକା ଖେଳୁଛି। ସେ ତ ଅଳ୍ପ ଖେଳିଲା ବେଳକୁ ତାକୁ ଏତେ ମଜା ଲାଗୁନି। ଯଦି ଗେମ୍ ନ ଖେଳିବ ଛାତି ଧଡ଼ ଧଡ଼ ହେବ, ଛାନିଆ ଲାଗିବ, ଭୟ ଲାଗିବ। ସେ ଜାଣିବ ମୁଁ ଗେମ୍ ଖେଳିଲା ପରେ ଯୋଗୁଁ ମୁଁ ସ୍କୁଲ କଲେଜ ଯାଇପାରୁନି, ମୁଁ ଚାକିରି କାମ କରିପାରୁନି, ମୋର ଶରୀର ଆଖିରେ ଅସୁବିଧା ହେଉଛି। ତଥାପି ସେ ଯେତେବେଳେ କରିବ ଆମେ ତାକୁ ଜାଣିବା ଏଇଟା ଗୋଟେ ନିଶା ହେଲାଣି। ତେଣୁକରି ଏହା ଯେତେବେଳେ ହେଉଛି ମଣିଷର ଭାବନା ବ୍ୟବହାର ଏସବୁରେ ପରିବର୍ତ୍ତନ ଘଟୁଛି। ମାନେ ଗୋଟେ ନେଗେଟିଭ୍ ଚିନ୍ତାଧାରା ଆସୁଛି। ବାପା ମା' ମାନେ କହୁଛନ୍ତି ଆମେ ଆଗ କାଉନସିଲିଂ ଦେଇ ଦେଉଛୁ, ଆମେ ଆଗ କହୁଛୁ ଯେ ଜମା ଏଗୁଡ଼ା ଶୁଣନା, ମେଡ଼ିଟେସନ୍ କର, ଯୋଗ କର। ଆମେ ଯେମିତି ଗୋଟେ ନିଶା ତାକୁ ସବଷ୍ଟିଟ୍ୟୁସନ୍ କରିବା, ସେମିତି ଗୋଟେ ଭଲ ଜିନିଷ କରିବା ଯେଉଁଟା ତାକୁ ଭଲ ଲାଗିବ। ଯେମିତି ନିଶାଟା କରୁଛି ମୋବାଇଲ ଗେମ୍ ଖେଳୁଛି, ତାକୁ ଆଉ କେଉଁଥିରେ ଯେମିତି ଆନନ୍ଦ ପାଇବ। ସମସ୍ତ କ'ଣ ଯୋଗ ମେଡ଼ିଟେସନ୍ କଲେ ଆନନ୍ଦ ପାଇବେ? ଆମ ପରିବାର ଭିତରେ ସାଙ୍ଗ ହୋଇ ଏକାଠି ବସି କ୍ୟାରମ୍ ଖେଳିବା, ଫ୍ୟାମିଲି ପାର୍ଟିରେ ପିକନିକ୍ରେ ଯିବା, ଅନ୍ୟ ସାଙ୍ଗମାନଙ୍କୁ ଇନଭଲ୍ଭ କରିବା, ତାହେଲେ ତାକୁ ସେଇଥିରେ ମଜା ଲାଗିବ। ସେ ଜାଣିପାରିବ ଯେ ମୋବାଇଲଟା କେବଳ ଗେମ୍ ଗୋଟେ, ସେଠି ବାହାରେ ବି ବହୁତ ଗୁଡ଼ା ଗେମ୍ ଅଛି ଯାହା ଆନନ୍ଦ ଦେଉଛି। କାରଣ ଯେତେବେଳେ ଜଣେ ଫୁଟବଲ୍ ଖେଳେ, କ୍ରିକେଟ୍ ଖେଳେ, ବାହାର ଲୋକମାନଙ୍କ ସାଙ୍ଗେ ଖେଳିବ, ଯଦି ହାରିଗଲା ସେମାନଙ୍କୁ ମୁହଁରେ ଦେଖା ହେଇଗଲା। ଅନଲାଇନ୍ ଗେମ୍ରେ କ'ଣ ହୁଏ ନା ଭର୍ଚୁଆଲ୍ ପିଲାମାନଙ୍କ ସାଙ୍ଗେ ସେ ଖେଳେ। ଯେ ଯେଉଁମାନଙ୍କ ସାଙ୍ଗେ ସେମାନେ ଭାବିବେ ଯେ ଏଇ ସାଙ୍ଗମାନେ ମୋ ତ ହୁଏତ ବହୁତ ବଡ଼, ବାପା ମାଆଙ୍କଠୁ ବୋଧେ ଏମାନେ ବଡ଼। କାହିଁକିନା ବାପା ମାଆ ମାନେ ସ୍କୁଲ ନ ଗଲେ ସବୁବେଳେ ପାଟି କରୁଛନ୍ତି, କମ୍ପେୟାର କରୁଛନ୍ତି ପରୀକ୍ଷାରେ କିଏ ଭଲ ରଖିଲା। କାହିଁ ବାପା ମାଆଙ୍କ ଆଗ ଦାୟିତ୍ୱ ନୁହେଁ ଗୋଟେ ପିଲାଟେ ସ୍କୁଲରୁ ଆସିଲା ଆଜି କ'ଣ ମଜା କଲୁ, ଆଜି କ'ଣ ଏନ୍ଜୟ କଲୁ, ସେଇଟା ଯଦି କହିବେ ପିଲାଟି ଆପଣଙ୍କ ସାଙ୍ଗେ ସାଙ୍ଗ ଭଳିଆ ମିଶିବ, ତା'ର ବ୍ୟବହାର ବି ପରିବର୍ତ୍ତନ ଘଟିବ। ମେନ୍ କଥା ମୋବାଇଲ ୟୁଜ୍ ଯଦି ଆମେ ନ କରିବା ବହୁତ ଜଣଙ୍କର ନିଦ ସମସ୍ୟା ହେଉଛି। ନିଦଟା ବି ଆଗ ଠିକ୍ସେ ହେବ। ଖାଇବା ପିଇବା ଖେଳୁ, ଯଦି ପାଠପଢ଼ାଟାକୁ ଏତେ ଇମ୍ପୋର୍ଟାନ୍ସ ଦେଉଛନ୍ତି ସେ ପିଲାଟାକୁ ଭଲ ପିଲା ହେଇକି ରହୁ, ତା ବ୍ୟବହାରରେ ପରିବର୍ତ୍ତନ ଘଟୁ। ଆଉ ଯେତେବେଳେ ସେୟାର କରିଦେବା ଆମର 50% ପ୍ରୋବ୍ଲେମ୍ ସଲ୍ଭ ହେଇଯିବ। ଆମେ ବର୍ତ୍ତମାନ ଆଉ ଯୌଥ ଫ୍ୟାମିଲି ବା ଜଏଣ୍ଟ ଫ୍ୟାମିଲିରେ ନାହୁଁ, ନ୍ୟୁକ୍ଲିୟର ଫ୍ୟାମିଲି ଅଛୁ। ବାପା ମାଆ ଭାଇ ଭଉଣୀ ଗୋଟେ ଜାଗାରେ ରହୁଛନ୍ତି। ସମସ୍ତଙ୍କ ଭିତରେ ଯଦି ଆମେ ସେୟାର କରିଦେବା ଆମ ଭାବନାର ନିଶ୍ଚିତ ଭାବେ ପଜିଟିଭ୍ ପରିବର୍ତ୍ତନ ଘଟିବ। ଏବଂ ଯେ ଏଇ ନିଶାଠାରୁ ଆମେ ଡେଫିନେଟଲି ଦୂରେଇ ପାରିବା। ଦରକାର ପଡ଼ିଲେ ମେଣ୍ଟାଲ ହେଲ୍ଥ ପ୍ରଫେସନାଲଙ୍କ ସାହାଯ୍ୟ ନେବା। ଏହା ପାଇଁ ବହୁତ ଔଷଧ ବି ଅଛି, କାଉନସିଲିଂ ଅଛି। ଏସବୁରେ ଯଦି ସାହାଯ୍ୟ ନେବା ଡେଫିନେଟଲି ଆମେ ଅଟକାଇ ଦେଇପାରିବା।